କହିଲେ ଆପଣମାନେ ଜମା ବି ବିଶ୍ୱାସ କରିବେନି। ଆଜି ମୁଁ ଏ ମିଠା କେବଳ ଗୋଟେ କପ୍ ସୁଜିରେ ବନେଇଛି। ଆଉ ଏତେ ସଫ୍ଟ ଆଉ ସ୍ପଞ୍ଜି, ଆଉ ସେ ପୁଣି ବିନା ଛେନା ବିନା ମାବା ଏସବୁ କିଛି ବି ଦରକାର ହବନି। କେବଳ ନର୍ମାଲ ସୁଜିରେ ହିଁ ଆମେ ଆଜି ଆକୁ ବନେଇବା। ଆଶା କରୁଛି ଆପଣମାନଙ୍କୁ ରେସିପିଟି ନିଶ୍ଚିତ ଭାବରେ ପସନ୍ଦ ଆସିବ। ପ୍ରଥମେ ଆମେ ନେବା ସୁଜି। ଏଠି ମୁଁ ନେଇଛି ଗୋଟେ କପ୍ ସୁଜି। ଆପଣ ମୋଟା ଦାନା ସୁଜି ନେଇପାରିବେ ଆଉ ସରୁ ଦାନା ମଧ୍ୟ ସୁଜି ନେଇପାରିବେ। ଆପଣଙ୍କ ପାଖରେ ଯୋଉ ସୁଜି ବି ଆଭେଲେବଲ ଥିବ ସେଇ ସୁଜି ଆପଣ ନେଇପାରିବେ। ଏବେ ପ୍ରଥମେ ଆମେ କଣ କରିବା ନା, ଯୋଉ କପରେ ମାପିକି ସୁଜି ନେବା ସେଇ କପରେ ମାପିକି ଗୋଟେ କପ୍ ପାଣି ନେବା। ଆଉ ସେଇ ସେମ୍ କପରେ ମାପିକି ଗୋଟେ କପ୍ କଣ କରିବେ ନା କ୍ଷୀର ନେବେ। ଯଦି କ୍ଷୀରର କ୍ୱାଣ୍ଟିଟି କମ୍ ଥିବ ତାହେଲେ 1.5 କପ୍ ପାଣି ଆଉ ହାଫ୍ କପ୍ କ୍ଷୀର ମଧ୍ୟ ଦେଇପାରିବେ। ତାପରେ ଚିନି ଏଠି ଗୋଟେ ବଡ଼ ଚାମଚ ଆଡ୍ କରିବା। ସ୍ୱାଦ ଅନୁସାରେ ଅଳ୍ପ ଟିକେ ହାଲକା ଲୁଣ ଆଉ ଗୋଟେ ଚାମଚ ଦେଶୀ ଘିଅ ନିଶ୍ଚିତ ଭାବରେ ଆଡ୍ କରିବେ। ବାସ୍ନା ସହିତ ଟେଷ୍ଟ ବହୁତ ଭଲ ମଧ୍ୟ ଆସିଥାଏ। ଏବେ ଗ୍ୟାସ୍ ଫ୍ଲେମ୍‌କୁ ପୁରା ହାଇ କରିନେବେ। ହାଇ କରିକି ଯେତେବେଳେ ଗୋଟେ ଫୁଟଣ ଆସିଯିବ ବା ଗୋଟେ ଉତ୍ତର ଆସିଯିବ, ଗ୍ୟାସ୍ ଫ୍ଲେମ୍‌କୁ ଲୋ କରିନେବେ। ଲୋ କରିକି ଆସ୍ତେ ଆସ୍ତେ ସୁଜି ପକେଇକି ତାକୁ ଜନ୍ତିବେ। ଆଉ ଯେମିତିକି ଆପଣ ମଣ୍ଡା ପିଠାକୁ ଜନ୍ତୁଛନ୍ତି କିମ୍ବା ସୁଜି କ୍ଷୀରିକି ମାନେ କରୁଛନ୍ତି କ୍ଷୀରି ଟାଇପ୍‌ର, ସେଇ ଟାଇପ୍‌ର ହିଁ ଆଗ କରିବେ। ଜମା ବି ଯେମିତି ଲମ୍ପସ୍ ରହିବନି, ଅଳ୍ପ ଅଳ୍ପ ଦେଇକି ତାକୁ ଆପଣ ଜନ୍ତିବେ। ଆଉ ସବୁବେଳେ ଯେତେବେଳେ ଜନ୍ତୁଛନ୍ତି ସୁଜିଟାକୁ ଗ୍ୟାସ୍ ଫ୍ଲେମ୍‌କୁ ଲୋ ରଖିବେ। ଯଦି ଉପରକୁ ଛିଟିକି ପଡ଼ିବ ଆଉ ପ୍ଲସ୍ କଣ ହବ ନା ସାଙ୍ଗେ ସାଙ୍ଗେ ଗେଟା ବାନ୍ଧିଦବ। ଏବେ ଆମେ ଆକୁ ନର୍ମାଲ ସେଇ ଧିମି ଆଞ୍ଚରେ ହିଁ ଆମେ ତାକୁ କଣ କରିବା ନା ଭଲସେ ଗୋଳେଇବା। ଯେମିତିକି ଆର ଯୋଉ ଷ୍ଟ୍ରକ୍ଚରଟା ଏକଦମ ଡଟ୍ ଟାଇପ୍‌ର ହେଇଯିବ, ବା ଯେମିତି ଆପଣ ମଣ୍ଡା ପିଠା ଖଳି ପ୍ରସ୍ତୁତ କରୁଛନ୍ତି ସେଇ ଟାଇପ୍‌ର ହବ, କିନ୍ତୁ ଏକଦମ ହାର୍ଡ କରିବେନି, ଜଷ୍ଟ ଟିକେ ସଫ୍ଟ ରଖିବେ। ଏଠି ଦେଖନ୍ତୁ କରେଇର ଚାରିପଟୁ ଯେମିତି ଡଟ୍‌ଟା ଆପଣଙ୍କର ଛାଡ଼ି ଛାଡ଼ି ଆସିଛି। ଜମା ବି ଯନ୍ତଣଟା ଆପଣଙ୍କର ଲାଗିନି, କରେଇର ଚାରିପଟୁ ଛାଡ଼ି ଛାଡ଼ି ଆସୁଛି। ଏଇ ଷ୍ଟେଜ୍‌ରେ କଣ କରିବେ ନା ଗ୍ୟାସ୍‌ର ଫ୍ଲେମ୍‌କୁ ଅଫ୍ କରିନେବେ। ଅଫ୍ କରିକି ତାକୁ ଘୋଡ଼େଇ ନେବେ। ମିନିମମ୍ 5 ମିନିଟ୍ ପାଖାପାଖି ତାକୁ ଆପଣ କଭର୍ କରିନେବେ। ସେଇଥିରେ କଣ ହବ ନା ଆଉ ଟିକେ ସଫ୍ଟ ହେଇଯିବ। 5 ମିନିଟ୍ ପରେ କାଢ଼ିବେ। ଯେମିତିକି ଆପଣଙ୍କର ଯନ୍ତଣଟା ହାଲକା ଉଷୁମ ଥିବ। ତାକୁ ଗୋଟେ ପ୍ଲେଟ୍‌କୁ କାଢ଼ିବେ। ପ୍ଲେଟ୍‌କୁ କାଢ଼ିକି ସେଥିରେ ଆମେ ଦେବା 2 ବଡ଼ ଚାମଚ ମଇଦା। ତା ସହିତ ଅଳ୍ପ ଟିକେ ଜଷ୍ଟ ବେଶୀ ଦେବେନି 1 ପିଞ୍ଚ ଦେବେ ଖାଇବା ସୋଡ଼ା, ଯୋଉଟାକି ଆପଣଙ୍କର ଯୋଉ ପିଠାକୁ ସଫ୍ଟ କରିବା ସହିତ ଫୁଲେଇବା ମଧ୍ୟ ଭଲ। ଏବେ ଯେମିତି ଆପଣ ଅଟା ଚକୁଡୁଛନ୍ତି ସେଇ ଟାଇପ୍‌ର ଆକୁ ଭଲସେ ଚକଟି ନେବେ। ଚକଟିଲା ପରେ ଆପଣଙ୍କର ଯୋଉ ଡୋଟା ବା ଯୋଉ ଯନ୍ତଣୀଟା ଏକଦମ ପୁରା ସଫ୍ଟ ଖଳି ଟାଇପ୍‌ର ହେଇଯିବ। ସଫ୍ଟ ହେଇଗଲେ କଣ ହବ ନା ଆପଣଙ୍କର ଯୋଉ ପିଠାଟା ଆପଣ ଗଢ଼ିବେ ସେଇଟା ଆପଣଙ୍କର ସାଇଡ୍‌ରୁ କ୍ରାକ୍ ହବନି କିମ୍ବା ଫାଟିବନି। ଆପଣମାନେ ଯୋଉ ତେଲରେ ଛାଣିଲା ବେଳେ ଦେଖନ୍ତୁ ଏଇ ଟାଇପ୍‌ର ଯେତେବେଳେ ଡଟ୍‌ଟା ହେଇ ଆସିବ, ହାତରେ ଗୋଟେ ସ୍ମଲ୍ ସାଇଜ୍‌ର ଗୁଳା ନେବା। ତାକୁ କଣ କରିବେ ନା ଭଲସେ ତାକୁ ଗୋଲ କରିବେ। ଯେମିତି ଆପଣ ରସଗୋଲା କରୁଛନ୍ତି ନା ମଣ୍ଡା ପିଠା କରୁଛନ୍ତି ସେଇ ଟାଇପ୍‌ର ଭଲସେ ଗୋଲ କରିବେ। ଗୋଲ କରିକି ପାପୁଲି ମଝିରେ ରଖିକି ହାଲକା ଟିକେ ପ୍ରେସ୍ କରିକି ତାକୁ ଚେପ୍ଟା କରିନେବେ। ଆଉ ଆପଣ ଯଦି ଚାହିଁଲେ ଆଙ୍ଗୁଠିରେ ମଧ୍ୟ ତାକୁ ମାନେ ମଝିରେ ହୋଲ୍ କରିପାରିବେ। ନଚେତ୍ ଏଇ ଟାଇପ୍‌ର ପେନ୍ ୟୁଜ୍ କଲେ କଣ ହୁଏ ନା ପୁରା ସମାନ ରୁହେ ହୋଲ୍‌ଟା। କୋଉଠି ବି ଟିକେ ଖଦଡ଼ା ରୁହେନି କିମ୍ବା ଏପଟ ସେପଟ ହୁଏନି। ଦେଖନ୍ତୁ ପୁରା ଦି ପଟ ହୋଲ୍‌ଟା ପୁରା କଣ ହୁଏନି ସମାନ ହୁଏ ପେନ୍‌ରେ କଲେ। ଏବେ ଆମେ ଏଇ ଟାଇପ୍‌ର ସବୁ ଯାକ କଣ କରିବା ନା କରିନେବା। ଆକୁ ଛାଣିବା ପୂର୍ବରୁ ଆମେ ଆ ପାଇଁ ଚିନି ଶିରା ପ୍ରସ୍ତୁତ କରିବା। ଚିନି ଶିରା ପ୍ରସ୍ତୁତ କରିବା ପାଇଁ ଏଠି ମୁଁ ନେଇଛି 1.5 କପ୍ ଚିନି। ଯେତିକି ଆପଣ ଚିନି ନେବେ ସେଇ ସେମ୍ କପ୍‌ରେ ମାପିକି 1.5 କପ୍ ପାଣି ନେବେ। ଗ୍ୟାସ୍ ଫ୍ଲେମ୍‌କୁ ହାଇରେ ରଖିବେ। ଚିନି ପ୍ଲସ୍ ପାଣି ଏକା ସାଙ୍ଗରେ ଆଡ୍ କରିବେ। ତା ସହିତ ଏଠି ମୁଁ ନେଇଛି 6ଟି ଗୁଜୁରାତି। ଗୁଜୁରାତିକୁ ଭଲସେ ଗୁଣ୍ଡ କରିନେବେ। ଗୁଣ୍ଡ କରିକି ଚୋପା ସହିତ ହିଁ ତାକୁ ଆପଣ ଆଡ୍ କରିବେ। ଯଦି ଆପଣଙ୍କ ପାଖରେ ଗୁଜୁରାତିର ପାଉଡର ଥିବ ତାକୁ ମଧ୍ୟ ଆପଣ ଆଡ୍ କରିପାରିବେ। ଏବେ ଆକୁ ହାଇ ଫ୍ଲେମ୍‌ରେ ରଖିକି ଆମେ ମିକ୍ସ କରିବା। ଆକୁ ଟିକେ ଚାମଚ ସାହାଯ୍ୟରେ ଘାଣ୍ଟି ଦେବେ, ଯେମିତିକା ଚିନିଟା ଆପଣଙ୍କର ଶୀଘ୍ର ମେଲ୍ଟ ହେଇଯିବ। ଚିନି ମେଲ୍ଟ ହେଲା ପରେ ଗ୍ୟାସ୍‌ର ଫ୍ଲେମ୍‌କୁ ମିଡିୟମ୍ କରିନେବେ। ଲୋ ମିଡିୟମ୍ କରିକି ଟିକେ ଜଷ୍ଟ ବେଶୀ ତାକୁ ଆପଣ ଗାଢ଼ା କରିବେନି, ଜଷ୍ଟ ଟିକେ ହାଲକା ଗାଢ଼ା ହବ। ଟିକେ ହାତକୁ ଚିପଚିପା ଲାଗୁଥିବ, ଅଧିକ ଗାଢ଼ା କରିବେନି, ନଚେତ୍ କଣ ହବ ନା ଶିରାଟା ଯୋଉ ମିଠା ଭିତରକୁ ମାନେ ଯାଇପାରିବନି। ଏବେ ଏଠି ଆମେ ଗୋଟେ ବଡ଼ ଚାମଚ ଦେଇଦେବା ଲେମ୍ବୁ ରସ, ଯୋଉଥିରେ କି ଆପଣଙ୍କର ଯୋଉ ଶିରାଟା ଥଣ୍ଡା ହେଲା ପରେ ଆଉ ବସିବନି, ବା ଚିନି ଟାଇପ୍‌ର ଯୋଉ ବସିଯାଏ ଜମା ବସିବନି। ଏବେ ଦେଖନ୍ତୁ ହାତରେ ମୁଁ ଦେଖୁଛି ଟିକେ ହାଲକା ଚିପଚିପା ଲାଗୁଛି। ଗ୍ୟାସ୍‌ର ଫ୍ଲେମ୍‌କୁ ଆମେ ଏଇ ସମୟରେ ଅଫ୍ କରିନେବା। ଅଫ୍ କରିକି କଭର୍ କରିନେଲେ କଣ ହବ ନା କିନ୍ତୁ ହାଲକା ଟିକେ ଉଷୁମ ରହିବ। ଏବେ ଏଠି ମୁଁ କଣ କରିଛି ନା ତେଲ ପକେଇଛି। ତେଲ ପକେଇକି ଗରମ ହେବାକୁ ଦେଇଛି। ଗରମ ହେଲା ପରେ ମିଡିୟମ୍ ଫ୍ଲେମ୍‌ରେ ଅଳ୍ପ ଗୋଟେ ଗୁଳା ଦେଇଛି, ଯେମିତିକି ଆପଣଙ୍କ ସେ ଗୁଳାଟା ଉପରକୁ ବବଲ୍ସ ବାହାର କରିକି ଉପରକୁ ଉଠି ଆସୁଛି, ମାନେ ଆପଣଙ୍କ ତେଲ ତାତିଛି। ଏଇ ସମୟରେ କଣ କରିବେ ନା
ଯେତିକି ଆପଣ ତେଲ ନେଇଥିବେ ବେଶୀ ପକେଇବେନି 3 ରୁ 4ଟି ଆଡ୍ କରିବେ ଆଡ୍ କରିକି ତାକୁ ଆପଣ ଗୋଟେ ସାଇଡ୍ ହାଲକା ଟିକେ ହବାକୁ ଦେବେ ଗୋଟେ ସାଇଡ୍ ହେଲା ପରେ ପୁଣି ଆରପଟ ସାଇଡକୁ ଲେଉଟେଇକି ତାକୁ ଏମିତି ଲଗାତାର ଏପଟ ସେପଟ କରିକି କଣ କରିବେ ନା ତାର କଲରଟା ଯେମିତିକି ଲାଇଟ୍ ଗୋଲ୍ଡେନ କଲର ଆସିଯିବ ମାନେ ତା ପିଠାଟା ଯେମିତି ଆପଣ ଛାଣୁଛନ୍ତି ସେଇ ଟାଇପ୍ ଯେମିତି ଆସିଯିବ ତାପରେ ତାକୁ ଗୋଟେ ଷ୍ଟେନରକୁ ଆପଣ ଛାଣିଦେବେ। ଏବେ ଆକୁ କଣ କରିବା ନା ଯୋଉ ଶିରାରେ ଆଡ୍ କରିବା ସାଙ୍ଗେ ସାଙ୍ଗେ ତେଲରୁ ଛାଣିକି ଶିରାରେ ଆଡ୍ କରିବେ। ଶିରା ଆପଣଙ୍କର ଏକଦମ ପୁରା ବହଳିଆ ହେଇନଥିବ ମୁଁ କହିଛି ନା ଶିରା ଟିକେ ହାଲକା ଉଷୁମ ଥିବ। ଆପଣ ଯେକୌଣସି ମିଠା ବନାନ୍ତୁ ତାକୁ ଛାଣିକି ହିଁ ସାଙ୍ଗେ ସାଙ୍ଗେ ଶିରାରେ ପକେଇବେ ତାହେଲେ ଯାଇକି ଆପଣଙ୍କର ଯୋଉ ମିଠାଟା କଣ ହବ ନା ସଫ୍ଟ ହବ ଆଉ ସ୍ପଞ୍ଜି ହବ। ଯଦି ଶିରା ଆପଣଙ୍କର ଥଣ୍ଡା ହେଇଯାଇଥିବ ତାହେଲେ ଶିରାଟା ତା ଭିତରକୁ ଯାଇପାରିବନି। ଆଉ ଆକୁ ମିନିମମ୍ 3 ଘଣ୍ଟା ପାଖାପାଖି ଛାଡ଼ିଦେବା ବା ରେଷ୍ଟ ଦେଇଦେବା 3 ଘଣ୍ଟା ପରେ ଆପଣଙ୍କୁ ଆର ଷ୍ଟେକ୍ସଚରଟା ଦେଖଉଛି ଭିତରର କେତେ ସଫ୍ଟ ହେଇଛି ତା ସହିତ ଆପଣ ଦେଖିପାରୁଥିବେ ଜାଲିଦାର ମଧ୍ୟ ହେଇଛି। ଆଶା କରୁଛି ଆପଣମାନଙ୍କୁ ଏ ରେସିପି ନିଶ୍ଚିନ୍ତ ଭାବରେ ପସନ୍ଦ ଆସିଥିବ। ରହୁଛି ପୁଣି ଦେଖ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସମସ୍ତଙ୍କ ଦିନ ଶୁଭଙ୍କର ଭଗବାନ ଭଲରେ ରଖିଥାନ୍ତୁ। ଜୟ ଜଗନ୍ନାଥ।